ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ପର୍ଜଙ୍ଗ ଥାନା ଓ ସାଆନ୍ଦା ପଞ୍ଚାୟତ କୁନ୍ଦନ ଦେଇପୁର ଗ୍ରାମ ବ୍ରାହ୍ମଣୀ ନଦୀଠାରେ ଏକ ଗ୍ୟାଙ୍ଗୱାର ବଡ଼ ଧରଣର ଡକାୟତି ନିମନ୍ତେ ରଚନା ରଚୁଥିବା ବେଳେ ପର୍ଜଙ୍ଗ ଓ କାମାକ୍ଷାନଗର ପୁଲିସ ଅତର୍କିତ ଭାବେ ଚଢ଼ାଉ କରି 13 ଜଣଙ୍କୁ ଗିରଫ କରିବା ସହିତ ମାରଣାସ୍ତ୍ର ଓ ଅଫୁଟା ବୋମା ଜବତ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ମୁଟଙ୍ଗା ଥାନା ସାନ୍ତରା କେଟିଣି ଗ୍ରାମର ଆଲୋକ ନାୟକ, ରାଇଝରଣ ଗ୍ରାମର ଚନ୍ଦନ ଗୋଛାଏତ, ଆଲୋକ ଗୋଛାଏତ, ବାଲ୍ମୀ ଥାନା ଗ୍ରାମ ଝାରବେଡ଼ା ଗ୍ରାମର ବିନୟ ନାୟକ, ବାଲ୍ମୀ ଥାନା କନ୍ତାମାଳି ଗ୍ରାମର ଦୀପକ ସେଠୀ, ତାଲଚେର ଥାନା ଷଣ୍ଢୁଆର ସନ୍ଦୀପ ନାୟକ, କଲିୟରୀ ଥାନା ଥର୍ମାଲ ଅଞ୍ଚଳର ପପୁ ନାୟକ, ଗୋପାଳ ପ୍ରସାଦ ଥାନା ହିଲୋଇ ଗ୍ରାମର ଶ୍ରୀତମ ବେହେରା, ବନପାଳ ଥାନା ଝାରଗଡ଼ିଆ ଗ୍ରାମର ବିଶ୍ୱଜିତ ନାୟକ, ବନପଳ ଥାନା ବୀରବାହାନପୁର ଗ୍ରାମର ଝାମେଲା ନାୟକ, ତଳସାହାର ଜଳଧର ନାୟକ, ବୀର ବାହାନରପୁର ଗ୍ରାମର ଅକ୍ଷୟ କୁମାର ନାୟକ, ନାଲକୋ ଥାନା ଗିରାଙ୍ଗ ଗ୍ରାମ ଦିଲ୍ଲୀପ କୁମାର ନାୟକ ପୁଲିସ ଗିରଫ କରିଥିବା ବେଳେ ଗ୍ୟାଙ୍ଗର ମୁଖ୍ୟ ପର୍ଜଙ୍ଗ ଥାନା ବାରିହାରପୁର ଗ୍ରାମର ବାଘ ଓରଫ ସୌଭାଗ୍ୟ ନାୟକ, କାମାକ୍ଷାନଗର ଥାନା କମରଦା ଗ୍ରାମର ଶ୍ରବଣ ନାୟକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ନେଇ ପର୍ଜଙ୍ଗ ଥାନା ଅଧିକାରୀ ପ୍ରିୟବ୍ରତ ଦାସ ସୂଚନା ଦେଇଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଧୀରେନ କୁମାର ବେହେରା ଓ ପର୍ଜଙ୍ଗ ଥାନା ଅଧିକାରୀ ଶ୍ରୀ ପ୍ରିୟବ୍ରତ ଦାସ, ସାଆନ୍ଦା ଫାଣ୍ଡି ଅଧିକାରୀ ସୁରେଶ ଚନ୍ଦ୍ର ଧଳ, ଏସ୍ଆଇ ରଞ୍ଜିତ କୁମାର ପ୍ରଧାନ, ମୋହନ ପାତ୍ର, ଏଏସ୍ଆଇ ଯୁଗଳ ପ୍ରଧାନ, ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରଦୀପ କୁମାର ପାତ୍ରଙ୍କ ସମେତ ପୁଲିସ କର୍ମଚାରୀ ମିଳିତ ଭାବେ କୁନ୍ଦନ ଦେଇପୁର ଗ୍ରାମ ବ୍ରାହ୍ମଣୀ ନଦୀ ପଠାରେ ଏକ ନିଛାଟିଆ ସ୍ଥାନରେ ଏକତ୍ରିତ ହୋଇ ବଡ଼ ଧରଣର ଡକାୟତ କରିବା ପାଇଁ ଯୋଜନା କରୁଥିବା ବେଳେ ଚଢ଼ାଉ କରିଥିଲେ। 13 ଜଣ ଗ୍ୟାଙ୍ଗୱାରକୁ ଗିରଫ କରିଥିବା ବେଳେ 2 ଜଣ ଛତ୍ରଭଙ୍ଗ ଦେଇଥିଲେ। ମୁଖ୍ୟ ଡକାୟତି ସୂତ୍ରଧର 2 ଜଣଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ପର୍ଜଙ୍ଗ ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି। ଢେଙ୍କାନାଳରୁ ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ, A1 ଓଡ଼ିଶା।